ସତ୍ୟର ଖୋଜରେ ସନ୍ଧାନରେ ଆଜି ଆପଣମାନଙ୍କୁ ଆଗାମୀ ନବବର୍ଷ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆଜିର ଏଇ ଯେଉଁ ଅଛୁ ଆମେ ସବଡେଗାରେ ଯେଉଁ ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ, ଯାହାକି ଆମେ ଅଛୁ ଏବେ ରାଜରାସ୍ତା 24 ଉପରେ, ଯାହାକି ସିଧା ଝାଡ଼ଖଣ୍ଡ ଛତିଶଗଡ଼କୁ ଯାହା ସଂଯୋଗ କରୁଛି। ଏହି ରାସ୍ତା ଦିନ ତମାମ ରୀତିମତ ଭାବରେ ଲୋକଙ୍କର ଜୀବନ ନେବାରେ ଲାଗିଛି, ଯାହାକି ପ୍ରଶାସନର ଅବହେଳା ଯାହା ରହିଛି ତାକୁ ନେଇକି ଯାହା ଚିତ୍ର ମାଧ୍ୟମରେ ଦେଖିପାରୁଥିବେ। ଅନବରତ ଯାନ ଯେଉଁ ହିସାବରେ ଯିବା ଆସିବା କରୁଛି, ଏହି ରାସ୍ତା ବିଗତ କିଛି ଦିନ ତଳେ ଯାହା ରହିଥିଲା ଏକ ମର୍ମାହତ ଏକ ଆକ୍ସିଡେଣ୍ଟ ହେଇଥିଲା, ଯାହାକି ସାମ୍ନାରେ ଦେଖିପାରୁଥିବେ ଅଗ୍ନିଶମ ବିଭାଗର ଯେଉଁ ଅଫିସ୍ ରହିଛି। এই অফিস সম্মুখରେ ঠিক ସନ୍ଧ୍ୟା 6:30 ସମୟରେ ଏକ ଦୁର୍ଘଟଣା ଘଟିଥିଲା, ଯାହାକି ଆଗାମୀ ଦିନରେ 2-3 ଦିନ ପରେ ଜଣେ ଅଗ୍ନିଶମ ବିଭାଗ ଯେଉଁ ରେସ୍କ୍ୟୁ ଟିମ୍ ଅଛନ୍ତି ତାଙ୍କର ଜଣେ ମୃତ୍ୟୁବରଣ କରିଥିଲେ, ଯାହାକି ଆଜି ପର୍ଯ୍ୟନ୍ତ ପ୍ରଶ୍ନ ଘରେ ରହିଛି। ଯାହାକି ଯେଉଁ ମୃତ୍ୟୁବରଣ କରିଥିଲେ ସେ ଲୋକଙ୍କର ଆଜି ଯାଏଁ ଥାନାରେ କେସ୍ ଚାଲିଛି, ଆଉ ଆଜି ଯାଏଁ ତା ମୃତାହତର କିଛି ଫଳପ୍ରଦ ହେଇନି। ତାର ସୁଚିନ୍ତିତ ଯାହା ସୁଧାର ହେବା କଥା ସେ ଜିନିଷର ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ଖବର ମିଳିପାରିନି। ତ ଏଇ ଯେଉଁ ରାସ୍ତା ରହିଛି ପୂର୍ତ୍ତ ବିଭାଗ ସହିତ ଯେଉଁ ସରକାରଙ୍କର ଯେଉଁ ଉଦାସୀନ ମନୋଭାବ ଯେଉଁ ରହିଛି, ତା ପାଇଁ ଆଜି ଲୋକଙ୍କର ପ୍ରତିଟି ମୁହୂର୍ତ୍ତରେ ଜୀବନ ଯାଉଛି। ତ ଏହାକୁ କେନ୍ଦ୍ର କରି ଯେଉଁ ସରକାର ଆଜି ଡେଟ୍ରେ ଲୋକଙ୍କରୁ ଯେଉଁ ପାଉଣା ଆଦାୟ କରୁଛନ୍ତି, ତାକୁ ନେଇକି ଲୋକଙ୍କ ମନରେ ଅନେକ ବିତୃଷ୍ଣା ଭାବ ଜାତ ହେଲାଣି, ଯାହାକୁ ପଲ୍ୟୁସନକୁ କେନ୍ଦ୍ର କରିକି ହଉ କି ଆପଣଙ୍କର ଯାନବାହନର ଯେଉଁ ଟିକସ ଆଦାୟ ଫାଇନ୍ ଆଦାୟକୁ କେନ୍ଦ୍ର କରିକି ହଉ। ତ ଏଥିରେ ଏକ ଜନମହଲରେ ଗୋଟେ ପ୍ରଶ୍ନ ଉଠୁଛି, ଯେଉଁ ରାସ୍ତା ଖରାପ ରହିଛି ତାର ଫାଇନ୍ କିଏ ଦେବ? ଜିଲ୍ଲା ପ୍ରଶାସନ ଦେବ ନା ପୂର୍ତ୍ତ ବିଭାଗ ଦେବ ନା ରାଜ୍ୟ ସରକାର ଦେବ? ଏହା ଏକ ଜନସାଧାରଣର ଏକ କାଠିକର ପ୍ରଶ୍ନ ପାଲଟିଛି। ଆଗାମୀ ଦିନରେ ଦେଖିବାକୁ ବାକି ରହିବ ଯେ ସରକାର ଲୋକଙ୍କ ପ୍ରତି କେତେ ଜନହିତକର କାର୍ଯ୍ୟ କରୁଛନ୍ତି, ଆଉ ଯେଉଁ ଲୋକଙ୍କ ସରକାର କହୁଛନ୍ତି, ଏଥିରେ ଏକ ବଡ଼ ପ୍ରଶ୍ନ ପାଲଟିଛି। ଯେଉଁ ଡବଲ ଇଞ୍ଜିନ୍ ସରକାର ରହିଛି, ଏ ସରକାର ଆଗାମୀ ଦିନରେ ଲୋକଙ୍କ ପାଇଁ କେତେ ହିତ ହେବ ଆଉ ଲୋକଙ୍କର ଜୀବନ ପ୍ରତି କେତେ ସଜାଗ ରହିବ, ତାହା ଦେଖିବାକୁ ବାକି ରହିବ।